ଦୁଇ କିମ୍ବା ତିନି ମୋ ନାମରେ ଉପସ୍ଥିତ ସେଠାରେ ମୁଁ ବିଦ୍ୟମାନ ବୋଲି ପ୍ରଭୁ କହିଲେ। ବର୍ତ୍ତମାନ କେଉଁମାନେ ଅନୁଭବ କରିପାରୁଛନ୍ତି ଯୀଶୁ ଏଠାରେ ଅଛନ୍ତି ବୋଲି? ପ୍ରେଜ୍ ଦ ଲର୍ଡ। ଯଦି ଏଠାରେ ଯୀଶୁ ଅଛନ୍ତି ନିଶ୍ଚିତ ଭାବରେ ତାଙ୍କୁ ରେସ୍ପେକ୍ଟ କରିବା ପାଇଁ, ତାଙ୍କୁ ଆଦର କରିବା ପାଇଁ, ତାଙ୍କୁ ସମ୍ମାନ କରିବା ପାଇଁ ୟୁ ହ୍ୟାଭ୍ ଟୁ କିପ୍ ଡିସିପ୍ଲିନ୍। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଉ ଯୀଶୁ କହିଛନ୍ତି ମାନେ ତା ବାସ୍ତବିକ ସତ୍ୟ ସେ କହିଛନ୍ତି, ସେ କେବେ ମିଛ କହିନାହାନ୍ତି। ଯେଉଁଠାରେ ଦୁଇ କିମ୍ବା ତିନି ମୋ ନାମରେ ଉପସ୍ଥିତ ସେଠାରେ ମୁଁ ଅଛି। ଏଦନ ଉଦ୍ୟାନରେ ଆଦମ ହବା ଦୁଇ ଜଣ ଥିଲେ। ପରମେଶ୍ୱର ସନ୍ଧ୍ୟା ସମୟରେ ସେମାନଙ୍କ ପାଖକୁ ଆସୁଥିଲେ। ତାଙ୍କ ପ୍ରତିଜ୍ଞା ଅନୁସାରେ ସେ ଦୁଇ କିମ୍ବା ତିନି ସେଟାକୁ ସେ ଯାଆନ୍ତି। ଯଦି ଏଦନ ଉଦ୍ୟାନରେ ଆଦମ ହବା ଦୁଇ ଜଣ ଅଛନ୍ତି, ତୃତୀୟ ବ୍ୟକ୍ତି ପରମେଶ୍ୱର ସେଟାକୁ ଉପସ୍ଥିତ ହେଉଛନ୍ତି। ସଦ୍ରକ ମେଷକ ଅବେଦନଗୋ ତିନି ଜଣ ବ୍ୟକ୍ତି ଅଗ୍ନିକୁଣ୍ଡରେ ଅଛନ୍ତି। ପରମେଶ୍ୱରଙ୍କର ପୁତ୍ର ସେ ଅଗ୍ନିକୁଣ୍ଡରେ 4 ନମ୍ବର ବ୍ୟକ୍ତି ହେଇ ଦେଖା। ସେ ପ୍ରତିଜ୍ଞା କରିଛନ୍ତି ଯେଉଁଠାରେ ଦୁଇ କିମ୍ବା ତିନି ସେଠାରେ ନିଶ୍ଚିତ ଅଗ୍ନିରେ ମଧ୍ୟ ପରମେଶ୍ୱର ଅଛନ୍ତି। ନିଶ୍ଚିତ ଅଗ୍ନିରେ ମଧ୍ୟ ପରମେଶ୍ୱର ଅଛନ୍ତି। ଏଦନର ସୁଖରେ ମଧ୍ୟ ପରମେଶ୍ୱର ଅଛନ୍ତି। ତ ବର୍ତ୍ତମାନ ଆମେ ସଦ୍ରକ ମେଷକ ଅବେଦନଗୋର ପରିବେଶରେ ଅଛୁ। ପ୍ରେଜ୍ ଦ ଲର୍ଡ। ଅଗ୍ନି ମଧ୍ୟରେ ଅଛୁ, କିନ୍ତୁ ଏଠାରେ ମଧ୍ୟ ପ୍ରଭୁ ଅଛନ୍ତି। ପ୍ରଭୁଙ୍କର ମହାନାମ ଧ୍ୟାନ ହଉ। ଆସନ୍ତୁ ଧ୍ୟାନ ନିମନ୍ତେ ଯୋଉ ବାକ୍ୟ ଆମେ ପଢ଼ିଅଛୁ ଆଉ ଥରେ ପଢ଼ିବା। କାଳ ସମ୍ପୂର୍ଣ୍ଣ ହେଲାଣି। କାଳ ସମ୍ପୂର୍ଣ୍ଣ ହେଲାଣି। ବାସ୍, କାଳ ସମ୍ପୂର୍ଣ୍ଣ ହେଲାଣି କହିଲେ ମଶାଙ୍କର ବ୍ୟବସ୍ଥା ଯୁଗ ସମ୍ପୂର୍ଣ୍ଣ ହେଲା ଉତାରେ ଜଣଙ୍କର ସେବା କାର୍ଯ୍ୟକୁ ସ୍ଥଗିତ କରାଯିବା ନିମନ୍ତେ ତାଙ୍କୁ ଯେତେବେଳେ ଧରାଗଲା, ଆଉ ସେଇ କାଳ ସମ୍ପୂର୍ଣ୍ଣ ହେବା ପରେ ପରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେବା କାର୍ଯ୍ୟ ଆରମ୍ଭ ହେଉଅଛି। ପ୍ରତ୍ୟେକ ବ୍ୟକ୍ତି ଜାଣିବା ଦରକାର ଯେ କାଳ, ଆମେ କେଉଁ କାଳର ସଦସ୍ୟ ମାନେ। ଏହି ପ୍ରସଙ୍ଗର ମୂଳ ବାକ୍ୟରେ 4 ବିଷୟ ରହିଅଛି, କିନ୍ତୁ ଗୋଟିଏ ବିଷୟକୁ କେନ୍ଦ୍ରାତ୍ୟ କରିବା ପାଇଁ 3ଟି ବିଷୟକୁ ପାଳନ କରିବାକୁ ହୁଏ। କାଳ ସମ୍ପୂର୍ଣ୍ଣ ହେଲାଣି, ଈଶ୍ୱରଙ୍କ ରାଜ୍ୟ ସନ୍ନିକଟ, ମନ ପରିବର୍ତ୍ତନ କର, ସୁସମାଚାରରେ ବିଶ୍ୱାସ କର। ମାନେ ପ୍ରତ୍ୟେକ ବ୍ୟକ୍ତି ଜାଣିବା ଦରକାର ଯେ ଈଶ୍ୱରଙ୍କ ରାଜ୍ୟକୁ ଯିବା ପାଇଁ ଆମମାନଙ୍କୁ 3ଟି କାମ କରିବାକୁ ପଡ଼ିବ। ସମୟକୁ ଜାଣିବାକୁ ପଡ଼ିବ, ମନ ପରିବର୍ତ୍ତନ କରିବାକୁ ପଡ଼ିବ, ସୁସମାଚାରକୁ ବିଶ୍ୱାସ କରିବାକୁ ପଡ଼ିବ। এই 3ଟି କାମ ଯଦି ଅଧା ଅଧୁରା ରହିଯାଇଛି ତାହେଲେ ଈଶ୍ୱରଙ୍କ ରାଜ୍ୟ ଆମଠାରୁ ବହୁତ ଦୂରରେ ଅଛି। ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଈଶ୍ୱରଙ୍କ ରାଜ୍ୟକୁ ଯିବା ପାଇଁ ହେଲେ ପ୍ରଥମେ ପ୍ରତ୍ୟେକ ବ୍ୟକ୍ତି ଜାଣିବାକୁ ହେବ ଯେ ମୁଁ କେଉଁ କାଳର ସଦୃଶ୍ୟ, ମୁଁ କେଉଁ କାଳରେ ଜୀବନ କାଟୁଛି, ମୋର ଜୀବନର ସମୟ କି ପ୍ରକାର ଅତିବାହିତ ହେଉଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଜଗତରେ ଆସି ତାଙ୍କ ସେବା କାର୍ଯ୍ୟ ଆରମ୍ଭ କଲେ ବୋଲି ସେହି ଅଧ୍ୟାୟର 14 ବାକ୍ୟରେ ଲେଖା ଅଛି। ଯେତେବେଳେ ଜନଙ୍କୁ ଧରାଗଲା, ତାପରେ ଗାଲିଲୀକୁ ସେ ଆସି ଆପଣାର ସୁସମାଚାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଜହନ କାରାରୁଦ୍ଧ ହେଲା ପରେ ଜନ କାରାରୁଦ୍ଧ ହେଲା ପରେ ଯୀଶୁ ଗାଲିଲକୁ ଆସି ଈଶ୍ୱରଙ୍କ ସୁସମାଚାର ଘୋଷଣା କରି ସୁସମାଚାରକୁ ଘୋଷଣା କରି କହିବାକୁ ଲାଗିଲେ। ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରତ୍ୟେକ ବ୍ୟକ୍ତି ଏଠାରେ ଆମେ ଯୀଶୁ ଖ୍ରୀଷ୍ଟଙ୍କର ସେବା ବିଷୟରେ ଶୁଣିବାକୁ ପାଉଛୁ। ସେ ଗାଲିଲୀକୁ ଆସିଲେ, ସୁସମାଚାରର ସେବା ଆରମ୍ଭ କରିଲେ। ସୁସମାଚାର ଗୋଟେ ଏ ପ୍ରକାର ସେବା ଅଟେ, କାରଣ ସ୍ୱର୍ଗକୁ ଯିବା ପାଇଁ ପରିଚୟ ଦେବା ପାଇଁ ହେଲେ ସୁସମାଚାରର କାର୍ଯ୍ୟ କରାଯାଇଥାଏ। କିନ୍ତୁ ସହଜରେ ସୁସମାଚାରର ସେବା ମନୁଷ୍ୟକୁ ବଦଳାଇ ନଥାଏ। ମଶାଙ୍କ ସମୟରେ ମଧ୍ୟ ସୁସମାଚାରର ସେବା ହେଇଥିଲା।
ବାକ୍ୟ ଶୁଣା ଯାଇଥିଲା, ଅନେକଙ୍କୁ ମନ ପରିବର୍ତ୍ତନର ଅବକାଶ ମିଳିଥିଲା, କିନ୍ତୁ ଦୁଃଖର ବିଷୟ ସୁସମାଚାରର ବାକ୍ୟ ଶୁଣିଲା ପରେ ମଧ୍ୟ ସେମାନଙ୍କ ଠାରେ କୌଣସି ପରିବର୍ତ୍ତନ ଦେଖାଗଲା ନାହିଁ ବୋଲି ଏବ୍ରି 4:2 ବାକ୍ୟରେ ବୋଧେ ଲେଖା ଅଛି। କାରଣ ସେମାନଙ୍କ ନିକଟରେ ଆମମାନଙ୍କ ନିକଟରେ ମଧ୍ୟ ସେହିପରି ସୁସମାଚାର ପ୍ରଚାରିତ ହୋଇଅଛି। କାରଣ ଯେପରି ସେମାନଙ୍କ ମଧ୍ୟରେ ଯେପରି ସେହି ପ୍ରକାର ଆମ୍ଭମାନଙ୍କ ଠାରେ ମଧ୍ୟ ସୁସମାଚାର ପ୍ରଚାର ହୋଇଅଛି, କିନ୍ତୁ ଶ୍ରୋତାମାନେ ବିଶ୍ୱାସ ଦ୍ୱାରା ଶ୍ରୁତ ବାକ୍ୟ ନିଜସ୍ୱ ନ କରିବାରୁ ଶୁଣିବା ଲୋକମାନେ ବାକ୍ୟକୁ ନିଜର ଧନ ପରି, ନିଜର ସମ୍ପତ୍ତି ପରି, ନିଜର ଆବଶ୍ୟକତା ପରି ଗ୍ରହଣ ନ କରିଥିବାରୁ ତାହା ସେମାନଙ୍କ ପକ୍ଷରେ ଲାଭଜନକ ହେଲା ନାହିଁ। କଣ ହେଲା ନାହିଁ? ବାକ୍ୟ ହଜାର ହଜାର ଘଣ୍ଟା ବସି ଶୁଣନ୍ତୁ, 5, 6, 10 ଘଣ୍ଟା ବସି ଶୁଣନ୍ତୁ, ଯଦି ଗୋଟିଏ ବି ବାକ୍ୟ ହୃଦୟରେ ଜାଗା ଦେବ ନାହିଁ, କାମ ତା କରିବ ନାହିଁ। ଶୁଣା ଯାଇଥିବା ବାକ୍ୟ ସେମାନେ ନିଜସ୍ୱ ନ କରିବାରୁ ସେମାନଙ୍କ ଠାରେ ପରିବର୍ତ୍ତନର କାର୍ଯ୍ୟ ମଧ୍ୟ ବାଇବେଲରେ ଅନେକ ବ୍ୟକ୍ତି ଅଛନ୍ତି, ସମୟକୁ ନ ଜାଣି ଅନ୍ତିମ ସମୟ ବିଷୟରେ ସେମାନଙ୍କର ହୃଦୟର ଚରିତ୍ରତାକୁ ପ୍ରକାଶ କରିଛନ୍ତି। ମୋ ପ୍ରିୟ ଲୋକମାନେ, ଆମେ ସମସ୍ତେ ଈଶ୍ୱରଙ୍କ ବାକ୍ୟ ଶୁଣିବା ପାଇଁ ଆସିଅଛୁ, କିନ୍ତୁ ତା ଯଦି ନିଜସ୍ୱ ନ କରିବା, ଈଶ୍ୱରଙ୍କ ବାକ୍ୟ କହେ ଗୀତ ସଂହିତା 86:5 ବାକ୍ୟରେ ଲେଖା, 85:8 ବାକ୍ୟରେ ଲେଖା ଅଛି। ଗୀତ ସଂହିତା 85:8 ବାକ୍ୟରେ ଲେଖା ଅଛି, କରସର ବଂଶର ଲୋକମାନେ ଈଶ୍ୱରଙ୍କ ସମ୍ମୁଖରେ ପ୍ରାର୍ଥନା କରୁଛନ୍ତି, ଆଉ ସେମାନେ କହୁଛନ୍ତି ଆମେ ଶାନ୍ତିର ବାକ୍ୟ ଶୁଣିବା ପାଇଁ ଆସିଛୁ, ଆମେ ଈଶ୍ୱରଙ୍କ ବାକ୍ୟ ଶୁଣିବା ପାଇଁ ଆସିଛୁ। ମାତ୍ର ଜାଗାରେ ଶୁଣିବାକୁ ପଡିବ। ସଦାପ୍ରଭୁ ପରମେଶ୍ୱର ଯାହା କହିବେ, ସଦାପ୍ରଭୁ ପରମେଶ୍ୱର ଯାହା କହିବେ ତାହା ଆମ୍ଭେ ଶୁଣିବୁ। ତା ଆମ୍ଭେ ସମସ୍ତେ ସି କନଭେନସନ କୁ ଆସିଥିବା ସମସ୍ତେ ଶୁଣିବୁ। କାରଣ ସେ ଆପଣା ଲୋକମାନଙ୍କୁ କାରଣ ସେ ଆମର ନିଜ ଲୋକମାନଙ୍କୁ ଓ ଆପଣା ସଦ୍ଭକ୍ତ ମାନଙ୍କୁ ଆପଣା ସଦ୍ଭକ୍ତ ମାନଙ୍କୁ ଶାନ୍ତିର କଥା କହିବେ। କି କଥା କହିବେ? କି କଥା କହିବେ? ଶାନ୍ତିର କଥା କହିବେ। ମାତ୍ର ବାସ୍ ଏଇଟିରୁ କାନରେ ଶୁଣିଲେ ହବ ନାହିଁ। ପ୍ରେଜ୍ ଦ ଲର୍ଡ। ଯୋଉ ମାତ୍ର ଲେଖା ହେଇଛି, କାନରୁ ଶୁଣିଲେ ପରିବର୍ତ୍ତନ ହେବ ନାହିଁ, ହୃଦୟରୁ ଶୁଣିବାକୁ ପଡିବ। ମାତ୍ର ସେମାନେ ପୁନର୍ବାର ମୂର୍ଖତା ପ୍ରତି ନ ଫେରନ୍ତୁ। ପୁନର୍ବାର ମୂର୍ଖତା ପ୍ରତି ବାକ୍ୟ ଶୁଣିଲା ପରେ, ବାକ୍ୟକୁ ଆଦାୟ କଲା ପରେ, ବାକ୍ୟକୁ ସଂଗ୍ରହ କଲା ପରେ, ବାଇବେଲକୁ ପୁରୁଣା କଲା ପରେ, ଡୁବନ ନେଲା ପରେ, ପବିତ୍ର ଆତ୍ମାର ଅଭିଷେକ ପାଇଲା ପରେ, ଗୋଟେ ପଦବୀର ସେବା କଲା ପରେ ମାତ୍ର ପୁନର୍ବାର ସେ ମୂର୍ଖତା ପ୍ରତି କାଳ ସମ୍ପୂର୍ଣ୍ଣ ହେଲାଣି। ମୋ ପ୍ରିୟ ଲୋକମାନେ, ଯୀଶୁ ପ୍ରତ୍ୟେକ ବ୍ୟକ୍ତିକୁ ଚେତାବନୀ ଦେବା ସମୟରେ ସେ ଏଇ କଥା କହୁଛନ୍ତି, କାଳ ସମ୍ପୂର୍ଣ୍ଣ ହେଲାଣି, ଈଶ୍ୱରଙ୍କ ରାଜ୍ୟ ସନ୍ନିକଟ। ମାନେ ଈଶ୍ୱରଙ୍କ ରାଜ୍ୟକୁ ଯିବା ପାଇଁ ଆମେ କେଉଁ ସମୟର ଲୋକମାନେ, ତାହାକୁ ଆମେ ଭଲ ଭାବରେ ବୁଝିବା ଦରକାର। କାରଣ ଈଶ୍ୱରଙ୍କ ବାକ୍ୟ କହେ ସମୟକୁ ଚିହ୍ନିବା ଲୋକ ହିଁ ବୁଦ୍ଧିମାନ ବୋଲି ଆମୋସ 5:13 ଲେଖା ଅଛି। ଯୋଉମାନେ ସମୟକୁ ଜାଣନ୍ତି ଆଉ ମନ୍ଦତାରୁ ଅସୁଚିତାରୁ ପୃଥକ ରୁହନ୍ତି, ସେମାନେ ବୁଦ୍ଧିମାନ ଅଟନ୍ତି। ଆମୋସ 5:13। କାରଣ ସଦାପ୍ରଭୁ ଏଇ କଥା କହନ୍ତି। ଯେଉଁ ନଗରରୁ ସହସ୍ର ଆମୋସ 5:13। ଏଥିପାଇଁ ଯେଉଁ ଜନ ବୁଦ୍ଧିମାନ, ଏଥିପାଇଁ ଯେଉଁ ଜନ ବୁଦ୍ଧିମାନ ସେ ଏପରି ସମୟରେ ନୀରବ ହୋଇ ରହିବ। ସେ ଏ ପ୍ରକାର ସମୟରେ ନୀରବ ହୋଇ ରହିବ। ବୁଦ୍ଧିମାନର ଲୋକର କ୍ୱାଲିଟି କଣ ଜାଣିଛନ୍ତି? ଆ ଉପରେ ଆଉ ଗୋଟେ ରେଫରେନ୍ସ ଦେବି। ଆପଣଙ୍କ ଠାରେ ବୁଦ୍ଧି ଅଛି, ଜ୍ଞାନ ଅଛି, ବୁଝିବା ଶକ୍ତି ଅଛି, କେତେବେଳେ ଜଣା ପଡିବ? ଆପଣ ଏଜୁକେଟେଡ ଟା,
ଆପଣଙ୍କ ଠାରେ ଟିକେ ବୁଦ୍ଧି ଅଛି, ଆପଣଙ୍କର ବୁଝିବା ଶକ୍ତି ଅଛି, ଆପଣ ଗୋଟେ ଜ୍ଞାନୀଟା, କେତେବେଳେ ଜଣା ପଡିବ? ଯେତେବେଳେ ଆପଣ ସମୟକୁ ଜାଣି ନୀରବ ଅଛନ୍ତି। ବାଇବେଲରେ କହେ ଜ୍ଞାନୀ ଲୋକମାନଙ୍କର ଜୀବ ତାଳୁରେ ଲଗାଯାଏ। ପ୍ରେଜ୍ ଦ ଲର୍ଡ। ଜ୍ଞାନୀ ମାନଙ୍କର ଜୀବ ତାଳୁରେ ଲଗାଯାଏ। 29:10 ଆୟୁବର ଲେଖା ଅଛି। ଆୟୁବ 29:10 ରେ ଲେଖା ଅଛି ଜ୍ଞାନୀ ମାନଙ୍କର ଜୀବ ତାଳୁରେ ଲଗାଯାଏ। ମାନେ ତାଳୁରେ ଲଗେଇ କରି କିଏ ହାଲେଲୁୟା କହିପାରନ୍ତି ନାହିଁ। ତାଳୁରେ ଲଗେଇ ଜୀବକୁ ତାଳୁରେ ଲଗେଇ କରି କିଏ ପାଟି ତୁଣ୍ଡ କରନ୍ତି ନାହିଁ। ବୁଦ୍ଧିମାନ ବ୍ୟକ୍ତି ସମୟକୁ ଜାଣିବ। ମୁଁ କେଉଁ ସମୟରେ ଜୀବନ କାଟୁଅଛି, ମୋର ପରିସ୍ଥିତି କଣ, ମୁଁ ଈଶ୍ୱରଙ୍କ ରାଜ୍ୟ ପାଇଁ ଯୋଗ୍ୟ ଆଚରଣ କରୁଛି ତ? ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ, ସମୟକୁ ଜାଣି ଆମେ ନିଜକୁ ସଜାଡ଼ିବା ଆଉ ଈଶ୍ୱରଙ୍କ ରାଜ୍ୟ ପାଇଁ ପ୍ରତ୍ୟେକ ବ୍ୟକ୍ତିକୁ ଚେତାବନୀ ପୂର୍ଣ୍ଣକ ବାକ୍ୟକୁ ନିଜସ୍ୱ କରିବାକୁ ହେବ। ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ, ସମୟକୁ ମୁଁ 4 ପ୍ରକାର ସମୟରେ ମୁଁ ଆପଣମାନଙ୍କ ସମ୍ମୁଖରେ ରଖିବା ପାଇଁ ଯାଉଅଛି। ତ ଆପଣ ନିଜେ ଜାଣନ୍ତୁ କେଉଁ ସମୟର ଲୋକ ଆପଣ ମାନେ। ମୁଁ କେବଳ 4ଟି ସମୟ ବିଷୟରେ ପଦେ କହିଦେବି, ତାପରେ ଗୋଟିଏ ସମୟକୁ ନେଇ ଆଜି ଏକ୍ସପ୍ଲେନ କରି ମୁଁ ସମାପ୍ତ କରିବା ପାଇଁ ଯିବି। ପ୍ରଥମ ସମୟ ହେଲା ଅନ୍ତିମ ସମୟର ଲୋକମାନେ। ସେଟା 2 ତିମୋଥୀ 1ରେ ଲେଖା ଅଛି। ଦ୍ୱିତୀୟ ସମୟ ହେଲା ଶୈତାନର ସମୟ ବୋଲି ବାଇବେଲ କହେ, ପ୍ରକାଶିତ ବାକ୍ୟ 12:12। ତୃତୀୟ ସମୟ ହେଲା ସତ୍ୟ ବାକ୍ୟକୁ ଅସ୍ୱୀକାର କରନ୍ତି, ବାକ୍ୟ ଶୁଣିବା ପାଇଁ ଭଲ ପାଆନ୍ତି ନାହିଁ। ଏ ପ୍ରକାର ଗୋଟେ ସମୟ ଅଛି। 2 ତିମୋଥୀ 4:3 ଲେଖା ଅଛି ସତ୍ୟ ଉପଦେଶ ପ୍ରତି କର୍ଣ୍ଣପାତ ନ କରିଥିବା ସମୟ। ଆଉ ଗୋଟେ ସମୟ ବିଚାରର ସମୟ ବୋଲି 1 ପିତର 4:17 ଲେଖା ଅଛି। ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏ ପ୍ରତିଟି ସମୟକୁ ଆପଣ ମୁଁ ଜାଣିବାକୁ ହେବ, କାରଣ ସମୟକୁ ଜାଣିବା ବୁଦ୍ଧିମାନର ଲକ୍ଷଣ ଅଟେ। ଏହି ସମୟରେ ଯୀଶୁ ପ୍ରକାଶିତ ହୋଇ କହୁଛନ୍ତି, ସମଗ୍ର ଜଗତର ମାନବକୁ ଆମ ଆଡକୁ ଫେରାଇବା ପାଇଁ ଯୀଶୁ ପ୍ରକାଶିତ ହେଲେ। ପ୍ରେରିତ ପୁସ୍ତକ 3:26 ବାକ୍ୟ। ପ୍ରେରିତ ପୁସ୍ତକ 3:26। ଈଶ୍ୱର ପ୍ରଥମେ ଆପଣମାନଙ୍କ ନିମନ୍ତେ ଆପଣା ସେଇ ଦାସଙ୍କୁ ଉତ୍ପନ୍ନ କରି ପ୍ରେରଣ କଲେ, ଯେପରି ସେ ଆପଣମାନଙ୍କର ପ୍ରତ୍ୟେକ ଜଣଙ୍କୁ ନିଜ ନିଜ ଦୁଷ୍ଟତାରୁ ଫେରାଇ ଆଶୀର୍ବାଦ କରନ୍ତି। ନିଜ ନିଜ ଦୁଷ୍ଟତାରୁ ଫେରାଇବା ପାଇଁ ଯୀଶୁ ଜଗତକୁ ଆସିଲେ। ପ୍ରତ୍ୟେକ ବ୍ୟକ୍ତି ପାପରେ, ଅଭିଳାଷରେ, ଅଧର୍ମରେ, ଗୁପ୍ତ ଚୋରରେ, ଗୁପ୍ତ ସ୍ୱଭାବରେ, ଇଣ୍ଟରନେଟରେ, ଅନେକ ପ୍ରକାର ଅଦରକାର ଆପ୍ରେ ଲିପ୍ତ ଅଛନ୍ତି। ସେମାନଙ୍କୁ ଫେରାଇବା ପାଇଁ ଯୀଶୁ ଜଗତକୁ ଆସିଲେ। ଯୀଶୁ କିଏ? ଯୀଶୁ ଖ୍ରୀଷ୍ଟିଆନ ମାନଙ୍କର ପ୍ରଭୁ ନାହାନ୍ତି। ହାଲେଲୁୟା। ଯୀଶୁ ମୋର କେବଳ ପ୍ରଭୁ ନୁହନ୍ତି। ଯୀଶୁ ହିନ୍ଦୁ ମାନଙ୍କର ବି ପ୍ରଭୁ, ମୁସଲିମ ମାନଙ୍କର ବି ପ୍ରଭୁ, ଶିଖ ମାନଙ୍କର ବି ପ୍ରଭୁ, ବୁଦ୍ଧିଷ୍ଟ ମାନଙ୍କର ବି ପ୍ରଭୁ, ଆଉ ଏଥିକ୍ସ ମାନଙ୍କର ବି ପ୍ରଭୁ ଯୀଶୁ ଅଟନ୍ତି। ପ୍ରେରିତ ପୁସ୍ତକ 10:36 ଯଦି ପଢିବା, ଏଇ ଯୀଶୁ କାଳ ସମ୍ପୂର୍ଣ୍ଣ ହେଲା ଉତାରେ ସେ ଆସି ଯୋଉ ସୁସମାଚାର କଲେ, ଖ୍ରୀଷ୍ଟିଆନ ମାନଙ୍କର ପ୍ରଭୁ ନାହାନ୍ତି। ସେ ସମଗ୍ର ମାନବ ଜଗତର ଯୀଶୁ ଅଟନ୍ତି। ସେ ତ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଶାନ୍ତିର ସୁସମାଚାର ପ୍ରଚାର କରାଇ ଇସ୍ରାଏଲର ସନ୍ତାନ ମାନଙ୍କ ନିକଟକୁ ଏହି ବାକ୍ୟ ପଠାଇଲେ। ସେଇ ଯୀଶୁ ଖ୍ରୀଷ୍ଟ ସମସ୍ତଙ୍କର ପ୍ରଭୁ। ହାଲେଲୁୟା। ସେଇ ଯୀଶୁ ଖ୍ରୀଷ୍ଟ କାହାର ପ୍ରଭୁ ଅଟନ୍ତି? ସେଇ ଯୀଶୁ ଖ୍ରୀଷ୍ଟ ସମସ୍ତଙ୍କର ପ୍ରଭୁ ଅଟନ୍ତି। ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯୀଶୁ ସମସ୍ତଙ୍କର ପ୍ରଭୁ। ଆଉ ଏଇ ଯୀଶୁକୁ ଯୋଉମାନେ ବିଶ୍ୱାସ କରନ୍ତି, ଏଇ ଯୀଶୁକୁ ଯୋଉମାନେ ଗ୍ରହଣ କରନ୍ତି, ଏଇ ଯୀଶୁକୁ ଯୋଉମାନେ ନିଜସ୍ୱ କରନ୍ତି, ସେମାନେ ଅନ୍ତିମ କାଳରେ ଗୋଟେ ତ୍ରାଣକର୍ତ୍ତାକୁ ଆପଣାଇଛନ୍ତି। ସେଥିପାଇଁ କାଳ ସମ୍ପୂର୍ଣ୍ଣ ହୁଅନ୍ତେ ପ୍ରଭୁ ଆସି ରାଜ୍ୟର କଥା ପ୍ରଚାର କରୁଛନ୍ତି। ମୋ ପ୍ରିୟ ଲୋକମାନେ,
ଆମ ଜୀବନରେ ଯୀଶୁକୁ ଜାଣିବା ଅତି ଆବଶ୍ୟକ। ଯୀଶୁଙ୍କ ବିନା ଜ୍ଞାନୀ ମଧ୍ୟ ମରିଯିବ, ଯୀଶୁଙ୍କ ବିନା ଧନୀ ମଧ୍ୟ ମରିଯିବ, ଯୀଶୁଙ୍କ ବିନା ଗରିବ ମଧ୍ୟ ମରିଯିବ, ଯୀଶୁଙ୍କ ବିନା ମୂର୍ଖ ମଧ୍ୟ ମରିଯିବ। ସେଥିପାଇଁ ଯୀଶୁ ସମସ୍ତଙ୍କର ପ୍ରଭୁ ଅଟନ୍ତି। ଆମେ ଅନ୍ତିମ ସମୟରେ ଯୀଶୁକୁ ଆପଣାର ନିଜସ୍ୱ ଧନ କରିବା ଆବଶ୍ୟକ। ଯୀଶୁକୁ ଜାଣିବା ଲୋକମାନେ ପାପ ପାଖକୁ ଯିବେ ନାହିଁ। ପ୍ରେଜ୍ ଦ ଲର୍ଡ। ଯୀଶୁକୁ ଜାଣିବା ଲୋକମାନେ ପାପ ବିଷୟରେ ଜ୍ଞାନ ରଖିଥାଇ ପାରନ୍ତି, କିନ୍ତୁ ପାପ ସହିତ ଖେଳାଖେଳି କରିବେ ନାହିଁ। ଶୁଣୁଛନ୍ତି ତ? ଯଦି ଆମେ ଈଶ୍ୱରଙ୍କ ରାଜ୍ୟକୁ ଯିବା ପାଇଁ ହେଲେ ଯୋଉ ପାପକୁ ଆମେ ପରିତ୍ୟାଗ କରିଛୁ, ଯୋଉ ପାପକୁ ଆମେ ଜାଣି ଛାଡ଼ିଛୁ, ଯଦି ତାରୁ ଦୂରେଇଲୁ, ତାହେଲେ ଈଶ୍ୱରଙ୍କ ରାଜ୍ୟ ଆମଠାରେ ଅତି ନିକଟବର୍ତ୍ତୀ ହେବ। କିନ୍ତୁ ପାପ ସହିତ ଆସକ୍ତ ହେବା, ପାପ ସହିତ ସମ୍ପର୍କ ରଖିବା, ତାହେଲେ ଈଶ୍ୱରଙ୍କ ରାଜ୍ୟ ଆମଠାରୁ ଦୂରକୁ ଯିବ। ପ୍ରତ୍ୟେକ ବ୍ୟକ୍ତିକୁ ପରମେଶ୍ୱରଙ୍କ ଠାରୁ ଦୂରକୁ କରିବା ଗୋଟେ ବିଷୟ ହେଲା ପାପ। ଯଦି ମୁଁ କିମ୍ବା ଆପଣ ପରମେଶ୍ୱରଙ୍କ ଠାରୁ ଦୂରରେ ଅଛୁ, ତା ଆଉ କିଛି ନୁହଁ, ପାପ ମଝିରେ ପଶିଛି। ପାପ କଣ ବୋଲି କହିଲେ ହଜାର ଡେଫିନେସନ ଅଛି। କାଲି ଆଜ୍ଞା ବି ଗୋଟେ ଡେଫିନେସନ ଦଉଥିଲେ, ମୁଁ ଏଇ ଅଳିରେ ଗୋଟିଏ ଡେଫିନେସନ ଦଉଛି। ପାପ କଣ ହେଲେ ହିନ୍ଦୁ ମାନଙ୍କର ପାପ କହିଲେ ଅଲଗା ପ୍ରେଫରେନ୍ସ ଅଛି। ଏବେ ଖ୍ରୀଷ୍ଟିଆନ ମାନେ ବସିଛନ୍ତି, ସେମାନଙ୍କର ପାପ ମୁଁ କହିବା ପାଇଁ ଯାଉଛି। ପ୍ରେଜ୍ ଦ ଲର୍ଡ। ଖ୍ରୀଷ୍ଟିଆନ ମାନେ କଣ ପାପ କରୁଛନ୍ତି? ଈଶ୍ୱରଙ୍କ ବାକ୍ୟ କହେ, ଯାକୁବ 2:9 ଲେଖା ଅଛି, ଯଦି ତୁମଠାରେ ମୁଖପେକ୍ଷାର ଚରିତ୍ର ଅଛି, ତାହେଲେ ତୁମେ ପାପ କରୁଅଛ। ହଁ, ତାହେଲେ ଭଲ କରିଥାଅ, ତାହେଲେ ଭଲ କରିଥାଅ। କିନ୍ତୁ ଯଦି ମନୁଷ୍ୟର ମୁଖାପେକ୍ଷା କର, କିନ୍ତୁ ଯଦି ମନୁଷ୍ୟର ମୁଖପେକ୍ଷା କର, ତାହେଲେ ପାପ କରୁଅଛ। ଓ ଜିସସ୍, ହାଲେଲୁୟା। ଯଦି ତୁମେ ଅନ୍ତିମ ସମୟରେ ସଚେତନ ହେବା ବଦଳରେ ମୁଖପେକ୍ଷା କରୁଅଛ, ଜାଗ୍ରତ କାଟିବା ଜୀବନରେ ତୁମେ ମୁଖପେକ୍ଷା କରୁଅଛ, ତାହେଲେ ତୁମେ ପାପ କରୁଅଛ। ଆହୁରି ଭୟଙ୍କର ତଳକୁ ଲେଖା ଅଛି, ଆଉ ଏଇ ପାପ ପାଇଁ ଆଉ କୌଣସି ବିଷୟ ବିଚାର କରିବ ନାହିଁ। ସେଇ ବାକ୍ୟରେ ଲେଖା ଅଛି, ଏଇ ବାଇବେଲ ତୁମମାନଙ୍କୁ ବିଚାର କରିବ। ପୁଣି ସେଇ ବ୍ୟବସ୍ଥା ଦ୍ୱାରା ଦୋଷୀ ବୋଲି ପ୍ରମାଣିତ ହୋଇଥାଅ। ଆଉ ବ୍ୟବସ୍ଥା ଦ୍ୱାରା ଦୋଷୀ ବୋଲି ପ୍ରମାଣିତ ହେଇଥାଅ। ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ଭାରତ ବର୍ଷରେ ମୁଁ କୌଣସି ଅନ୍ୟାୟ କିମ୍ବା ଭୁଲ କରିଛି, ହତ୍ୟା କରିଛି, କୌଣସି ଏକ ମାରାତ୍ମକ ପାପ କରିଛି, ଭାରତର ସମ୍ବିଧାନ ମତେ ଦଣ୍ଡ ଦେବ। କିନ୍ତୁ ଈଶ୍ୱରଙ୍କ ରାଜ୍ୟ ପାଇଁ, ଈଶ୍ୱରଙ୍କ ବିରୁଦ୍ଧରେ, ଈଶ୍ୱରଙ୍କ ଆତ୍ମା ବିରୁଦ୍ଧରେ, ଅଭିଷେକ ବିରୁଦ୍ଧରେ ଯଦି ମୁଁ କୌଣସି ପାପ କରିଛି, ମୁଖପେକ୍ଷା କରିଅଛି, ତାହେଲେ ଏଇ ଧର୍ମଶାସ୍ତ୍ର ମତେ ଦଣ୍ଡ ଦେବ। ଆମେ ପ୍ରତ୍ୟେକ ବ୍ୟକ୍ତି ଜାଣିବା ଦରକାର, ଅନ୍ତିମ ସମୟରେ ଆମେ କି ପ୍ରକାର ଜୀବନ କାଟୁଛୁ। ମୁଁ ପ୍ରଥମ ବିଷୟ କହିବା ପାଇଁ ଚାହେଁ, 2 ତିମୋଥୀ 3:1 ପଢିବା। ଅନ୍ତିମ ସମୟରେ ଭୀଷଣ ସମୟ ଉପସ୍ଥିତ ହେବ, ଆଉ କାରଣ ଲୋକମାନେ ଆତ୍ମପ୍ରିୟ ହେବେ। କିନ୍ତୁ ଏହା ଜାଣିଥାଅ ଯେ ଶେଷ କାଳରେ ଭୀଷଣ ସମୟ ଉପସ୍ଥିତ ହେବ। କିନ୍ତୁ ଏହା ଜାଣିଥାଅ ଯେ ଶେଷ କାଳରେ ଭୀଷଣ ସମୟ ଉପସ୍ଥିତ ହେବ, କାରଣ ଲୋକମାନେ ଆତ୍ମପ୍ରିୟ। ବାସ୍ ଏଇ ବିଷୟକୁ ଛାଡ଼ିବାକୁ ହେବ। ଈଶ୍ୱରଙ୍କ ରାଜ୍ୟକୁ ମନେ ମନେ ସ୍ୱୀକାର କଲେ ହେବ ନାହିଁ, ଈଶ୍ୱରଙ୍କ ରାଜ୍ୟକୁ ମନେ ମନେ ଭାବୁଥିଲେ ହେବ ନାହିଁ। ବହୁତ ଲୋକ, ଶୁଣନ୍ତୁ, ବହୁତ ଲୋକ ସ୍ୱର୍ଗ ଯିବା ପାଇଁ ଚାହୁଁଛନ୍ତି, କିନ୍ତୁ ସ୍ୱର୍ଗ ଏତେ ସହଜରେ କିଏ ଯାଇପାରିବେ ନାହିଁ। ଆପଣମାନେ ଶୁଣିଥିବେ, କୌଣସି ଜାତିର ବ୍ୟକ୍ତି ହଉ, କୌଣସି ଧର୍ମର ବ୍ୟକ୍ତି ହଉ, କୌଣସି ଏକ ବ୍ୟକ୍ତି ମରିଗଲେ କଣ କହୁଛନ୍ତି? ଉପରକୁ ଚାଲିଗଲା ବୋଲି କହୁଛନ୍ତି। କହୁଛନ୍ତି କି ନା ନାହିଁ? କିଏ ବି ମରିଗଲେ କଣ କହୁଛନ୍ତି? ଉପରକୁ। ଉପରକୁ ଯିବା ଏତେ ସହଜ କି? ଉଦାହରଣ ସ୍ୱରୂପ ଧରି ନିଅନ୍ତୁ, ମୁମ୍ବାଇରୁ ବିଶାଖାପଟ୍ଟନମ ଫ୍ଲାଇଟରେ ଯିବ,